ରାଉରକେଲାଠାରେ ଅନୁଷ୍ଠିତ ହେଲା ସାମ୍ବାଦିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ। ରାଉରକେଲାଠାରେ ଅନୁଷ୍ଠିତ ହେଲା ସାମ୍ବାଦିକ ବନ୍ଧୁ ମିଳନ ଓ ବନବିହାର କାର୍ଯ୍ୟକ୍ରମ। ରାଉରକେଲା ମିଟିକୁନ୍ଦୁରୀ ସ୍ଥିତ ଦେଓନଦୀ କୂଳରେ ରାଉରକେଲାର ସାମ୍ବାଦିକମାନଙ୍କୁ ନେଇ ଅନୁଷ୍ଠିତ ହେଲା ଏହି କାର୍ଯ୍ୟକ୍ରମ। ଉକ୍ତ କାର୍ଯ୍ୟକ୍ରମରେ ରାଉରକେଲା ସହରର ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧିମାନେ ସାମିଲ ହୋଇଥିଲେ। ଖବରକାଗଜ, ବୈଦ୍ୟୁତିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ସାମ୍ବାଦିକମାନେ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ, ବରିଷ୍ଠ ସାମ୍ବାଦିକ ବିରଞ୍ଚି ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଅନିଲ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସାମ୍ବାଦିକ ଏକତା ଓ ସାମ୍ବାଦିକ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଦୁର୍ଗାଚରଣ ତନ୍ତୀ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଓ ଗଣତନ୍ତ୍ରରେ ପ୍ରମୁଖ ଭୂମିକା ରଖେ। ସେହିପରି ମୁଖ୍ୟ ବକ୍ତା ଶ୍ରୀ ଅରବିନ୍ଦ ଦାସ ତାଙ୍କ ଉଦ୍ବୋଧନରେ କହିଥିଲେ ଗଣମାଧ୍ୟମ ହେଉଛି ବ୍ୟବସ୍ଥା ଓ ଜନତାଙ୍କ ମଧ୍ୟରେ ଏକ ସେତୁର କାର୍ଯ୍ୟ କରେ। ଶେଷରେ ସଭା ସାଙ୍ଗ ସହ ପ୍ରୀତିଭୋଜନ କରାଯାଇଥିଲା। ବ୍ୟୁରୋ ରିପୋର୍ଟ, ନାଗରାଜ ନ୍ୟୁଜ।